ନମସ୍କାର, ଜୟ ଜଗନ୍ନାଥ। ମୋର ଆଉ ଏକ ନୂଆ ଭିଡ଼ିଓରେ ଆପଣଙ୍କୁ ସ୍ୱାଗତ। ଆଜି ଆମ କମ୍ପାନୀରେ ନୂଆ କମ୍ପ୍ରେସର ଗୋଟେ ଅନଲୋଡ଼ିଂ ହେବ ତ ରାତିରେ। ତ ମୋର ଏ ଭିଡ଼ିଓଟି କାଲିକା ସୁଟ୍, ଆଜି ଏ ଭିଡ଼ିଓଟିକୁ ମୁଁ ଛାଡ଼ିଲି। ଭିଡ଼ିଓଟି ବହୁତ ଲେଟ୍ ହେଇଗଲା। ଭିଡ଼ିଓଟି ଟିକେ ଲଙ୍ଗ୍ ହେଇପାରେ, କିନ୍ତୁ ଭିଡ଼ିଓଟିକୁ ଦେଖନ୍ତୁ, ବହୁତ କିଛି ଜାଣିବାକୁ ମିଳିବ। ଦେଖନ୍ତୁ, ଏଠି ଆମର ରୋଡ଼ ବ୍ଲକ୍ କରାଯାଇଛି। ରୋଡ଼ ବ୍ଲକ୍ ହେଇକି ଏଠି ଆମର କାମ ହେବ ନା, ସେଥିପାଇଁ ରୋଡ଼ ବ୍ଲକ୍ କରାଯାଇଛି। ଏଠି ହାଇଡ୍ରା ଛିଡ଼ା ହେଇଛି, ଏଠି ଆମ ଫାୟାର ଗାଡ଼ି ଛିଡ଼ା ହେଇଛି। ତ ଏଇଠି ଆମର କିଛି ସମୟ ମଧ୍ୟରେ କମ୍ପ୍ରେସର ଅନଲୋଡ଼ିଂ ହେବ। ତ ଏଠି ସବୁ ଗାଡ଼ି ଆସିକି ପୁରା ରେଡ଼ି ହେଇଯାଇଛି। ତ କିଛି ସମୟ ଭିତରେ ହେବ। ତ ପ୍ରାୟତଃ ସବୁ ପାର୍ଟସ୍ ଆମର ଅନଲୋଡ଼ିଂ ସରିଲାଣି। ମାନେ ଏଇଟା ଲାଷ୍ଟ, ଯେଉଁଟାକି ଏଇଟା ମେନ୍ ଜିନିଷ, ଯେଉଁଟା କମ୍ପ୍ରେସରଟି ଏଠି ବହୁତ ୱେଟ୍। ତ କ୍ରେନ୍ ପାଇଁ ଏଇଟା ତ କିଛି ନୁହଁ, ବହୁତ ଇଜିଲି ଉଠାଇଦେବ। ତଥାପି ଟିକେ ନର୍ଭସ୍ ମାନେ ଲାଗୁଛି ତ, କେମିତି କ'ଣ ଉଠାଇବ। ତ ରାତି ଏବେ ଟାଇମ୍ ରାତି 2ଟା ବାଜିଲାଣି। ତ ଏବେ ଫିଟିଂ ଚାଲିଲାଣି। କେମିତି କ'ଣ କରିକି ତାକୁ ରୋଡ଼ ଏପଟରୁ ନେଇ ବାଉଣ୍ଡ୍ରି ସେପଟେ ନେଇକି କ୍ରେନ୍ ଥୋଇବ। ତ ସେଥିପାଇଁ ଏବେ ଚାଲିଲାଣି ପ୍ରସ୍ତୁତି। ଦେଖନ୍ତୁ କେତେ ଟେକ୍ନିକ୍ ମାଧ୍ୟମରେ ତା ଲୋକମାନେ ସବୁ ଏଇ ଦେଖନ୍ତୁ କେମିତିକା ଫିଟିଂ କରୁଛନ୍ତି। ଫାଇନାଲି ହେଇଗଲା। ଏବେ କ୍ରେନ୍ ଉଠେଇବ। କେତେ ଇଜିଲି ଉଠେଇଲା ଦେଖନ୍ତୁ। ରାତିରେ ତ ବହୁତ ହାଇଟ୍କି ଉଠେଇଲେ କିଛି ଦେଖା ହେବ ନାହିଁ, ତଥାପି ସେ ଉଠେଇବ। ଦେଖନ୍ତୁ, ଏପଟରୁ ଉଠେଇକି ନେଇ ଆରପଟେ ଥୋଇବ। ଭିଡ଼ିଓଟିକୁ କଣ୍ଟିନ୍ୟୁ କରିଥାନ୍ତୁ। ଦେଖନ୍ତୁ କେମିତି ସେ ଏପଟରୁ ନେଇ ଆରପଟେ ନେଇକି ଥୋଇବ। ତ ବହୁତ ଲେଟ୍ ନାଇଟ୍ରେ କାମ, ବହୁତ ରିସ୍କଫୁଲ୍ରେ କାମ ଇଏ। ଦେଖନ୍ତୁ କେତେ ରିସ୍କଫୁଲ୍ ଜାଗାରେ ଏପଟରୁ ନେଇ ସେ ଏନ୍ଏଚ୍ରେ ଏପଟରୁ ନେଇ ସେ ଆରପଟେ ଥୋଇବ। ତ ସେଥିପାଇଁ ବହୁତ ସମସ୍ତେ ନର୍ଭସ୍ ଅଛନ୍ତି। ରାତିରେ ତ ଲାଇଟ୍ ଫାଇଟ୍ ଲଗା ହେଇକି କାମ ହେଉଛି। ତ ରାତି ପାଇଁ ଅନ୍ଧାରରେ ନହେଲେ କିଛି ଦେଖା ହେବନି ଏ କାମରେ। ଏବେ ଆସ୍ତେ 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 ଉପରକୁ ଉଠେଇଲାଣି, ଦେଖିପାରୁଥିବେ ଆପଣମାନେ। ଫାଇନାଲି ଏବେ ଉଠେଇଦେଲା। ଏବେ ଅନ୍ଧାରରେ ଆଉ କିଛି ଦେଖା ହେବନି। ଏବେ ଆରପଟକୁ ଆସନ୍ତୁ, ଯିବା ଆଉ ଦେଖିବା। ଆରପଟେ ଏବେ ଆମ ବାଉଣ୍ଡ୍ରି ସେପଟେ, ତ ସେ ନେଇକି ଥୋଇବା। ଆସନ୍ତୁ ଦେଖିବା। ଦେଖନ୍ତୁ ଏପଟକୁ ଆଣିଲାଣି, ହାଇଟ୍କି ଉଠେଇ ଡାଉନ୍ କଲାଣି। କେତେ ବହୁତ ବଡ଼ କ୍ରେନ୍ଟା ଏଇଟା। ଏବେ ଧୀରେ 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 ଡାଉନ୍ କରିବ ଆଉ ପୁରା ପରଫେକ୍ଟ ଜାଗାରେ ତାକୁ ଥୋଇବାର ଅଛି, ଯେମିତି ଏପଟ ସେପଟ ହେବାର ନାହିଁ। ତ ପରଫେକ୍ଟ ଯେଉଁଟାକି ତା'ର ପରଫେକ୍ଟ ଜୋନ୍ ଯେଉଁଠି ହେଇଛି, ସେଇ ଜୋନ୍ରେ ସେ ପୁରା ଲେବୁଲ୍ ହିସାବରେ ତାକୁ ଥୁଆଯିବ। ତା ପାଇଁ ଆମର ଟେକ୍ନିସିଆନ୍ ଭାଇମାନେ ଏଠି ସବୁ ଆଭେଲେବୁଲ୍ ଅଛନ୍ତି। ଭାଇମାନେ ସବୁ ଏସବୁ ଆମର ଏ ମେସିନ୍ର ଟେକ୍ନିସିଆନ୍ ଭାଇମାନେ। ଏବେ ଧୀରେ 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 ଡାଉନ୍ କରିବାରେ ଲାଗିଛି କ୍ରେନ୍। ତାକୁ ଆଣିକି ପୁରା ଥୋଇବ। ଏବେ କେତେ ହାଇଟ୍ର ଅଛି, ବହୁତ ଡର ଲାଗୁଛି କି କାଳେ ଖସି ପଡ଼ିବ କି କ'ଣ ହେବ। ତ ତା ପାଇଁ ଟିକେ ଭୟ ଲାଗୁଛି। ତ କିଛି ନ ହେଉ, ସେମିତି ପୁରା ଆରାମରେ ଆଣିକି ଥୋଇଦେଉ। ଧୀରେ ଧୀରେ ସେ ଡାଉନ୍ କରୁଛି। ବହୁତ ରିକ୍ସରେ ଆଣୁଛି ନା, ଏକା ବେଳେ ତ ଆଣିକି ଥୋଇପାରିବନି ନା। ବହୁତ ଧୀରେ 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 ସେ ଛାଡ଼ୁଛି ମେସିନ୍ଟାକୁ, ଦେଖିପାରୁଥିବେ। ଆସିଗଲାଣି, ଆଉ ମାତ୍ର ଅଳ୍ପ ହାଇଟ୍ରେ ଅଛି।
ଦେଖନ୍ତୁ ରୋଡ଼ ସେପଟରୁ ସେ କେମିତିକା ଆଣିକି ରଖୁଛି। ଏମିତିକା ଦେଖିବା ବୋଧେ ଲେଟ୍ ନାଇଟ୍ରେ ମୋର ଏଇଟା ଫାଷ୍ଟ। ଆପଣ ତ ବହୁତ ଥର ଦେଖିଥିବେ, କିନ୍ତୁ ମୁଁ ଏଇଟା ଫାଷ୍ଟ ଟାଇମ୍ ଏମିତିକା ଲେଟ୍ ନାଇଟ୍ରେ ଦେଖୁଛି କମ୍ପ୍ରେସର୍ ଅନଲୋଡ଼ିଂ। ଭିଡ଼ିଓଟିରେ ଯଦି ଆପଣମାନେ ନୂଆ ଅଛନ୍ତି, ନିହାତି ଭାବରେ କହିବି ଲାଇକ୍ ସେୟାର କମେଣ୍ଟ କରିଦେବେ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ ନିହାତି ଭାବରେ କହିଲେ ମୁଁ ନେକ୍ସଟ ଭିଡ଼ିଓ ଆପଣଙ୍କ ପାଇଁ ନେଇକି ଆସିବି। ଏମିତି ଭଲ ଭଲ ଭିଡ଼ିଓ ଆପଣଙ୍କ ପାଇଁ ନେଇକି ଆସିବି। ଏବେ ଭିଡ଼ିଓକୁ ଦେଖୁଥାନ୍ତୁ, ଜମାରୁ ସ୍କିପ୍ କରିବେନି। ଫାଇନାଲି ପହଞ୍ଚିଗଲାଣି, ଆଉ ଅଳ୍ପ ବାସ ଏବେ ପୁରା ତାକୁ ଲେବୁଲ୍ରେ ପୁରା ଥୁଆଯିବ। ଏବେ ଆମ ଅପରେଟର ଭାଇମାନେ ଯିବେ ଆଉ ତାକୁ ସିଧା କରିକି ତାକୁ ରଖିବେ। ତାକୁ ବୁଲାଯିବ, ତାକୁ ତା ଲେବୁଲ୍ରେ ରଖିକି ଏବେ ଦେଖନ୍ତୁ ତାକୁ ପୁରା ବୁଲାଗଲା। ପୁରା ଲେବୁଲ୍ରେ ରଖାଯିବ। ଏବେ ଡାଉନ୍ କରାଯିବ, ତାକୁ ପୁରା ଲେବୁଲ୍କୁ ଆସିଗଲା। ଏବେ ତାକୁ ଧୀରେ 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 ତାକୁ ଡାଉନ୍ କରିବା ପାଇଁ ଅପରେଟରକୁ କୁହାଗଲା, ସେ ଡାଉନ୍ କରିବ। ଏବେ ପୁରା ତା'ର ଗ୍ରାଉଣ୍ଡରେ ଯେମିତିକି ନଟ୍ ବୋଲ୍ଟ ସିଷ୍ଟମ୍ କରାଯାଇଛି, ତ ସେଇଟା ପୁରା ଲେବୁଲ୍ରେ ତାକୁ ରଖିକି ତା ସବୁ ଗ୍ରାଉଣ୍ଡରେ ସବୁ ତା ନଟ୍ ବୋଲ୍ଟ ଲଗା ହେଇଯିବ। ଏବେ ଧୀରେ ଧୀରେ ଯିବେ ସମସ୍ତେ, ଆଉ ତାକୁ ସମସ୍ତେ କୋଅପରେଟ୍ କରିକି ତାକୁ ପୁରା ଠିକ୍ ଜାଗାରେ ତାକୁ ରଖିବେ। ଥୁଏ ଆଉ ମାତ୍ର ଅଳ୍ପ ଟିକେ ତାକୁ ଲେବୁଲ୍ ହେଇଗଲା ପରେ ଥୋଇଦେଲେ ବାସ୍ କାମ ହେଇଯିବ। ଭିଡ଼ିଓଟି କେମିତି ଲାଗିଲା ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଭଲ ଲାଗିଥିବ ଲାଇକ୍ କମେଣ୍ଟ ଟିକେ କରିବେ, ଫଲୋ ଟିକେ କରିବେ। ଏମିତି ଆପଣଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ନେଇକି ଆସିବି। ସେ ପର୍ଯ୍ୟନ୍ତ ରହୁଛି। ନମସ୍କାର, ଜୟ ଜଗନ୍ନାଥ। ଫାଇନାଲି ଥୁଆ ହେଇଗଲା, ଦେଖିପାରୁଥିବେ କମ୍ପ୍ଲିଟ୍ ହେଇଗଲା ଆମର। କମ୍ପ୍ରେସର୍ ଅଲରେଡ଼ି ଫାଇନାଲି ତା ଜାଗାରେ ପହଞ୍ଚିଗଲା।